ଅଗଷ୍ଟ 15ରୁ ଆପଣମାନେ 3500 ଲେଖାଏଁ ଭତ୍ତା ପାଇବେ। ଦେଖନ୍ତୁ କେଉଁମାନେ 3500 ଲେଖାଏଁ ଭତ୍ତା ପାଇବେ, କେଉଁମାନେ 3000 ଟଙ୍କା ଭତ୍ତା ପାଇବେ, କେଉଁମାନେ 1000 ଟଙ୍କା ଭତ୍ତା ପାଇବେ। ମୁଖ୍ୟମନ୍ତ୍ରୀ ଏ ନେଇ ବହୁତ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଅଗଷ୍ଟ 15 ପାଖରୁ ସମସ୍ତେ ବଢ଼ିଥିବା ଭତ୍ତା ଟଙ୍କା ପାଇବେ। ତ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖନ୍ତୁ ବହୁତ ବଡ଼ ଖୁସି ଖବର ଆସିଲା, କେଉଁମାନେ କେତେ ଟଙ୍କା ଲେଖାଏଁ ପାଇବେ। ଏହା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲ୍ ନୂଆ ଆସିଛନ୍ତି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆସନ୍ତୁ ଏବେ ଦେଖିବା ମୁଁ କମଳାକାନ୍ତ ବାରିକ ତୁଫାନ ଟେକ୍ ଏଜୁକେସନ୍ ଚ୍ୟାନେଲ୍ ତରଫରୁ ଆପଣଙ୍କୁ ସ୍ୱାଗତ। ମୋହନ ମାଝୀ ଯିଏକି ଆମର ନୂଆ ସିଏମ୍ ଏବେ ଆସିଛନ୍ତି, ସେ ନେଇ ଘୋଷଣା କରିଛନ୍ତି କି ଅଗଷ୍ଟ 15 ପାଖରୁ ଆପଣମାନେ ଯେଉଁମାନେ 80 ବର୍ଷ ଉପରକୁ ସେମାନେ 3500 ଲେଖାଏଁ ଟଙ୍କା ପାଇବେ ଏବଂ ଯେଉଁମାନେ ବିଧବା ସେମାନେ 3000 ଟଙ୍କା ଲେଖାଏଁ ଭତ୍ତା ପାଇବେ ଏବଂ ବିକଳାଙ୍ଗ ଏମାନେ ମଧ୍ୟ 3000 ଲେଖାଏଁ ଭତ୍ତା ପାଇବେ ଏବଂ ତା ତଳକୁ ଯେଉଁମାନେ ରହୁଛନ୍ତି 80 ବର୍ଷ ତଳକୁ ସେମାନେ ସେଇ 1000 ଟଙ୍କା ଲେଖାଏଁ ଭତ୍ତା ପାଇବେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ସରକାର ବହୁତ ବଡ଼ ଘୋଷଣା କରିଛନ୍ତି। ତ ଆପଣଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ଯେ ଆପଣମାନେ 3500 ଲେଖାଏଁ ଟଙ୍କାଏ ଭତ୍ତା ପାଇବେ। ପୂର୍ବରୁ ଯେଉଁ ଆପଣମାନେ 700 1000 ଲେଖାଏଁ ପାଉଥିଲେ, ଏବେ ତାହାକୁ ବଢ଼ି ଦେଇଛନ୍ତି। ତ ଆପଣମାନେ 3000 କି 3500 ଟଙ୍କା ଭତ୍ତା ପାଇବେ। କେବେଠାରୁ ପାଇବେ ନା ଅଗଷ୍ଟ 15 ପାଖରୁ ଆପଣଙ୍କୁ ଭତ୍ତା ମିଳିଯିବ। ଦେଖନ୍ତୁ ଏପର୍ଯ୍ୟନ୍ତ ଯେଉଁମାନେ ଅନଲାଇନ୍ରେ ଆବେଦନ କରିନାହାନ୍ତି ଭତ୍ତା ପାଇଁ, କିଏ ହ୍ୟାଣ୍ଡିକ୍ୟାପ୍ଟ ଅଛନ୍ତି, କିଏ ବିଧବା ଅଛନ୍ତି, ତ ଆପଣମାନେ ଜଲ୍ଦି ଯାଇକି ssepd.odisha.gov.in ୱେବସାଇଟ୍కి ଯାଇକି ଆପଣମାନେ ଆବେଦନ କରିନିଅନ୍ତୁ। ଆବେଦନ କଲା ପରେ ଆପଣମାନେ ମଧ୍ୟ 3000 3500 1000 ଟଙ୍କା ଲେଖାଏଁ ଭତ୍ତା ପାଇବେ। ବହୁତ ବଡ଼ ଘୋଷଣା ଆସିଲା। ମୋହନ ସରକାର ନୂଆ ସରକାର ଆସିଲା ପରେ ଆପଣଙ୍କ ପାଇଁ ବହୁତ ବଡ଼ ଘୋଷଣା ଆସିଲା। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।